କିଛି ଦିନର ବ୍ୟବଧାନ ପରେ ହଠାତ୍ ସୁନା ଦର ଏବଂ ରୂପା ଦର ହୁ ହୋଇକି ବଢ଼ି ଚାଲିଲା। ଆଜି ଯଦି ଆମେ ସୁନା ଏବଂ ରୂପା ଦର କଥା କହିବା ତାହେଲେ ସିଧାସଳଖ ଆମଦାନୀ ଶୁଳ୍କ 6% ରୁ 15% ପର୍ଯ୍ୟନ୍ତ ବଢ଼ିଛି। ତ ବ୍ରହ୍ମପୁର ସହର ବାସିନ୍ଦା ଯଦି ଆମେ କହିପାରିବା ସୁନାର ବେଶୀ ପ୍ରେମୀ ରହିଛନ୍ତି। ତ ସୁନା ଗହଣା ଦୋକାନ ମାନଙ୍କରେ କିଭଳି ରହିଛି ମାହୋଲ ଆମେ ସିଧାସଳଖ ନଜର ପକାଇବା। ଆମେ ବ୍ରହ୍ମପୁର ସହରର ଏକ ସୁନା ଦୋକାନ ପରିସର ରହିଛୁ ଆପଣ ଦେଖିଥିବେ। ଯଦିଓ ସୁନା ଦୋକାନରେ ଯେତିକି ମାନେ ଯେହେତୁ କି ଏଇଟା ଅପରାହ୍ନ ସମୟରେ ଏବଂ ଅପରାହ୍ନ ସମୟରେ ମଧ୍ୟ ଲୋକଙ୍କର ଟିକେ ଟିକେ ଭିଡ଼ ରହିଛି, କାହିଁକି ନା ଯାହାକୁ ଯେତିକି ଦରକାର ସେ ଆସିକି କିଣି ନେଉଛନ୍ତି। କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ତାଙ୍କ ଭାଷଣରେ ରଖିଥିଲେ ଯେ ସୁନା ବର୍ଷେ ପର୍ଯ୍ୟନ୍ତ କିଣିବାକୁ ମନା କରିଥିଲେ ଏବଂ ତାର ମାତ୍ର 2 ଦିନ ପରେ ହିଁ ଆମଦାନୀ ଶୁଳ୍କକୁ 6%ରୁ 15% ବଢ଼ାଯାଇଛି। ଆପଣ ଦେଖିପାରୁଥିବେ ସିଧାସଳଖ ଯୋଉ 916 ଗୋଲ୍ଡର ରେଟ୍ 150 ସହିତ ଜିଏସଟି ଏବଂ ଅନ୍ୟାନ୍ୟ ତାର କିଛି ରହିଛି ଯୋଉ ଏବଂ ଅନ୍ୟ ଯଦି ଆମେ କହିପାରିବା ତାହେଲେ ସିଧାସଳଖ ଯଦି ଆମେ କହିପାରିବା 140 ଗତକାଲି ପର୍ଯ୍ୟନ୍ତ 140 ରହିଥିଲା ଏବଂ ସିଧାସଳଖ 10,000 ଟଙ୍କା ବଢ଼ିଛି। ତ 13,901 ଟଙ୍କା ବୃଦ୍ଧି ପାଇଛି ଆମଦାନୀ ଶୁଳ୍କ ବଢ଼ିବା ପରେ 999 ଗୋଲ୍ଡଟା ଏବଂ ଯଦି ଆମେ କହିପାରିବା ତାହେଲେ ସିଧାସଳଖ 170,000 ପାଖାପାଖିରେ ପହଞ୍ଚିଛି। ତ ସୁନା ଦୋକାନ ମାନଙ୍କରେ ମଧ୍ୟ ଏହାର କିଛିଟା ପ୍ରଭାବ ଦେଖିବାକୁ ମିଳିଛି। ଲୋକମାନେ ଯେତିକି ଯେମିତି ଭିଡ଼ ରହିବା କଥା ସେମିତି କିଛି ରହିନାହାନ୍ତି, କାହିଁକି ନା ଅହେତୁକ ବୃଦ୍ଧି ପାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସୁନା ଦୋକାନ ମାନେ ସୁନା ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି, ଯୋଉଦ୍ୱାରା କି ଏବଂ ଅନ୍ୟପଟେ ନରେନ୍ଦ୍ର ମୋଦି ମଧ୍ୟ 1 ବର୍ଷ ପର୍ଯ୍ୟନ୍ତ ସୁନା କିଣିବାକୁ ମନା କରିଛନ୍ତି। ତ ତାର ମାହୋଲ ଯେହେତୁ ଆମେ ଯାହା ଦେଖିଛୁ ସେଟା ଆମେ କହିଲୁ, କିନ୍ତୁ କିଭଳି କ'ଣ ପଡ଼ିଛି ସେ ଦିଗରେ ସିଧାସଳଖ ଆମ ସହିତ ଅଛନ୍ତି ସୁନା ଦୋକାନର ଯିଏ ଅନର ରହିଛନ୍ତି। ଆମେ ସିଧାସଳଖ ଆଲୋଚନା କରିବା। କ'ଣ କହିବା ଆଜ୍ଞା, ବର୍ତ୍ତମାନ କେମିତି ମାହୋଲ ଦେଖୁଛନ୍ତି? नमस्कार, शिव प्रसाद कौची इपारी श्रीरामुलु सुना दुकान बड़ बाजार ब्रह्मपुर। प्रेजेंट जो आमर प्राइम मिनिस्टर ऑफ इंडिया नरेंद्र मोदी बाबू जो अनाउंसमेंट करछंती जे इंडियन इकोनॉमिक स्ट्रेंथन करने देश को आगो नेवा लोक मानकर प्रजा मानकर सहयोग दरकार विभिन्न भल कथा कहते पालना कर आमर ड्यूटी। एतिरे सुना अलंकार समस्त को वर्ष पर्यंत किनापे डिस्करेज करें ए जिनटा पॉजिटिव नेवा पड़ो। कारण बोले तांकर देशर भलपाई आम भलपाई भविष्य कहते प्रत्येक देखिए बोले आप देखते दुकान पूरा खाली लोक मैंने किए आसुना सुना प्राइम मिनिस्टर स्पीच सुनला समस्ते टिके जगुंट कौन ठीक क्लारिटी ना कन्फ्यूजन ना जार जार एमरजेंसी बागार अच्छी बोले निज पुराणा सुना धरिकी आसिकी नुआ अलंकार बदल करी 2 दिन नहीं जाइए किसी परिवार एटे निश्चय गोटे इम्पैक्ट पड़ो जे आमर गोल्ड ट्रेड को गोटे डिस्करेजमेंट हवा का सत कथा। आम दुकान चलैचु मो पाखे 50टा परिवार बंचुंट कारीगर मैंने स्टाफ मैंने बंचुंट आम भी बैंक लोन आनीचु आम बैंक लोन इंटरेस्ट बांधा पड़ो एम सैलरी देवा पड़ो बहुत कष्ट है डिस्करेजमेंट है शॉकिंग है किंतु देश वृद्धि पे आम पॉजिटिव नहीं आमर प्राइम मिनिस्टर ऑफ इंडिया को मोदी बाबू को आम सहयोग कर आम धर्म समस्ते पालना करेंगे बोले आशा करती समस्त सहयोग मिलो निश्चय आम भारत को समस्त बेसी आगू नेवा वाली आलोचना रहा। हाँ, कस्टम ड्यूटी डबल हो गला, इंपोर्ट ड्यूटी डबल हो गला ऑटोमेटिकली उद्देश्य कौन बोले जो सुना रेटा काली तिला जो खांटी सुना 15,500 थिला गोटे ग्राम को 16,500 हो गला गोटे 1,000 टका बढ़ला ड्यू टू आमर एक्सेस ड्यूटी कस्टम ड्यूटी डबल हो जदि रेट वृद्धि हो गले लोक मैंने डिस्करेज हो बोली उद्देश्य ठीक अच्छे आम नहीं एबे जी लोक मैंने किसी स्टडी अच्छी वेट एंड वॉच अच्छा जार घरे बाहर अच्छी निज पुराणा अलंकार धरिकी आसी नुआ एक्सचेंज करी पिला माने दउचंती एई परिस्थिति ए 4 दिन रे चली एबे आम टिके आगामी देखिया कौन होची कौन हम निश्चय जना पड़ो आम भावुँ सब ठीक भाव हम बोला आशा करी आम वेट एंड वॉच रे अच्छी। आप शुणी पारे जहाँ से
ଆଲୋଚନା କରୁଥିଲେ ଯେହେତୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ କଥାଟି କହିଥିଲେ ଯେ ଇକୋନୋମିକ୍ ଷ୍ଟ୍ରେନ୍ଥେନ୍ କରିବା ପାଇଁ ଆମେ ବର୍ଷେ ପର୍ଯ୍ୟନ୍ତ ସୁନା କିଣିବାକୁ ସେ ଯେଉଁ ମନା କରିଥିଲେ ଏବଂ ତାକୁ ନେଇକି ତାର ସିଧାସଳଖ ପ୍ରଭାବ ବିଭିନ୍ନ ସୁନା ଦୋକାନ ମାନଙ୍କରେ ପଡ଼ିଛି ଏବଂ ଆଜି ଯେଉଁ ରେଟ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଆମଦାନୀ ଶୁଳ୍କ ବଢ଼ିବା ପରେ ତାର ପ୍ରଭାବ ସୁନା ଦୋକାନ ଖାଁ ଖାଁ ହୋଇ ରହିଛି ଏବଂ ଲୋକମାନେ ଯଦି ଅର୍ଜେଣ୍ଟ ଅଛି ତାହେଲେ ଅର୍ଜେଣ୍ଟ ଯଦି ଲୋକମାନଙ୍କର ଅଛି ତାହେଲେ ନିଶ୍ଚିତ ଭାବରେ ସେମାନେ ପୁରୁଣା ସୁନା ଦେଇକିରି ନୂଆ ମାନେ ସୁନା ନେଉଛନ୍ତି କିନ୍ତୁ ଟଙ୍କା ଦେଇକି ସୁନା ଦେବା ପାଇଁ ବର୍ତ୍ତମାନ ଯେଉଁ ରେଟ୍ ବଢ଼ିଛି ମାନେ କାହା ପକ୍ଷେ ମଧ୍ୟ ଯଦି ଆମେ କହିପାରିବା ସକ୍ଷମ ନାହିଁ। ଆପଣ ଦେଖିପାରୁଥିବେ କିଛି ଲୋକ ଏଠି ସୁନା କିଣୁଛନ୍ତି ଆମେ ସିଧାସଳଖ ସେମାନଙ୍କର ଚିତ୍ର ଦେଖେଇବା ଛୋଟ ଛୋଟ କିଏ ମୁଦି କିଣୁଛନ୍ତି ଯଦି କାହାର ବାହାଘର ଅଛି କିଏ କ'ଣ କିଣୁଛନ୍ତି ଏବଂ ରୂପା ମଧ୍ୟ ଯଦି ଆମେ କହିପାରିବା ଗ୍ରାମକୁ ସିଧାସଳଖ 280 ଟଙ୍କା ରହିଛି ତ ୟାର ପ୍ରଭାବ ନିଶ୍ଚିତ ଭାବେ ଆପଣ ଦେଖିପାରୁଥିବେ ସୁନା ଦୋକାନ ସମ୍ପୂର୍ଣ୍ଣ ଖାଁ ଖାଁ ବ୍ରହ୍ମପୁରବାସୀ ମାନେ ଯେହେତୁ କି ସାଉଥ ଜୋନଟା ନିଶ୍ଚିତ ଭାବେ ଗହଣା ପ୍ରେମୀ ଲୋକମାନେ ରହିଥାନ୍ତି ଗହଣା ଯଦିଓ ସେମାନେ କିଣିବାକୁ ପସନ୍ଦ କରନ୍ତି କିନ୍ତୁ ଯେଉଁଭଳି ଭାବେ ସ୍ଥିତି ରହିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପରେ ଯେଉଁଭଳି ଭାବେ ସ୍ଥିତି ରହିଛି ନିଶ୍ଚିତ ଭାବେ ସେଟା ଲୋକମାନଙ୍କ ସିଧାସଳଖ ପ୍ରଭାବ ପଡୁଛି। ଏଠି ଜଣେ ରୂପା ବ୍ୟବସାୟୀ ଅଛନ୍ତି ତାଙ୍କର ପ୍ରତିକ୍ରିୟା ନେବା କ'ଣ ରହିଛି ଆଜ୍ଞା ଗ୍ରାମକୁ କେତେ ଟଙ୍କା କ'ଣ ରହିଛି? ଆଜି ଗ୍ରାମ ଅଛି 270 ଟଙ୍କା ଆର୍ଟିକାଲ ଅର୍ଣ୍ଣାମେଣ୍ଟ ତ ପ୍ୟୁରିଟିଟା କେତେ ରହିଛି? ସେଟା ପ୍ୟୁରିଟି ରହିବ 78 ଏମିତି ଆସିବ। ତ କ'ଣ କହିବେ ଯେହେତୁ କି ବର୍ତ୍ତମାନ ଯୋଉ ଏତେ ଦାମ ରୂପା ବଢିଲା ହଁ ବଢିଲା ସେଟା ପ୍ୟୁର ରୂପାଟା ଆପଣଙ୍କୁ 300 ଉପରେ ଆସିବ। ଲୋକମାନେ ପୁରୁଣା ରୂପା ଦେଇ ଦଉଛନ୍ତି କି ହଁ ପ୍ରାୟ ଏକ୍ସଚେଞ୍ଜ କରୁଛନ୍ତି। ତ କେମିତି କ'ଣ ବେପାର କେମିତି ଚାଲିଛି? ବେପାର ମନ୍ଦା ଆକା ରେଟ୍ ବହୁତ ଅଧିକ ହେଇଯାଇଛି ଏବେ ଲୋକ ପ୍ରିପେୟାର ହେବାର ତ ସେତିକି ରେଟ୍ କିଣିବା ପାଇଁ। ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ରୂପା ମଧ୍ୟ ଯୋଉଭଳି ଭାବେ ହୁ ହୁ ହେଇକି ବଢି ଚାଲିଛି। ମୋ ନାଁ ସୁଜ୍ଞାନୀ ମହାନ୍ତି। ଆପଣ କିଛି କହିବାକୁ ଚାହୁଁଛି ସୁନା ଦର ଏତେ ବଢ଼ିଗଲାଣି ଯେ ଲୋକମାନେ କିଣିବାକୁ ବହୁତ ନାରାଜ। କିଛି ସରକାର ଏମିତି କହିଛନ୍ତି ଯେ ଲୋକମାନେ ସେଇ ସବୁ ମାଇଣ୍ଡକୁ ନେଇକି କିଛି କିଣିବାକୁ ବି ବହୁତ ନାରାଜ ହେଉଛନ୍ତି। ସୁନା ଦର 2 ଗ୍ରାମ କିଣିଲେ 35,000 ପଡ଼ୁଛି। ଲୋକ କିଣିବାକୁ ବି ଏତେ ବି ନାରାଜ ହେଇଗଲେଣି ଏତେ ସୁନା ଦର ବଢ଼ିଗଲାଣି ଲୋକମାନେ ପୁରା ଆହାକାର ହେଇଗଲେଣି। ତ ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ଲୋକମାନେ ହାହାକାର ହେଇଗଲେଣି ଏବଂ ସୁନା ଦର ଦ୍ରୁତ ଗତିରେ ବଢି ଚାଲିଛି ଏବଂ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯାହା କହିଛନ୍ତି ତାର ସିଧାସଳଖ ପ୍ରଭାବ ପଡିଛି ଏବଂ ମାଲିକମାନେ ସୁନା ଦୋକାନର ଓନର ମାନେ ମଧ୍ୟ ସେମାନେ ଯେହେତୁ କି 50ଟା ପରିବାର ଚଳୁଛନ୍ତି ତଥାପି ବି ସେମାନେ ଇକୋନୋମିକ୍ ଷ୍ଟ୍ରେନ୍ଥେନ୍ ପାଇଁ ସରକାରଙ୍କ ଆଭିମୁଖ୍ୟକୁ ସେମାନେ ସ୍ୱାଗତ କରୁଛନ୍ତି। ତ ବ୍ରହ୍ମପୁର ବଜାର ଯଦିଓ ଖାଁ ଖାଁ ହେଇଛି ସାରା ଦେଶରେ ଯଦି ଆମେ କହିପାରିବା ସିଧାସଳଖ ଏହାର ପ୍ରଭାବ ପଡିଛି ଏବଂ ଲୋକମାନେ ଅର୍ଜେଣ୍ଟ ଯଦି ଆମ କ୍ଷେତ୍ରରେ ହିଁ ଲୋକମାନେ ସୁନା କିଣୁଛନ୍ତି ଏବଂ ବହୁତ କମ୍ ଲୋକ ଏମିତି ଅଛନ୍ତି ଯେଉଁମାନେ ସୌକିନ କ୍ଷେତ୍ରରେ ସୁନା କିଣୁଛନ୍ତି। ବ୍ରହ୍ମପୁରର ଇତିଶ୍ରୀ ସମାପିକା ମହାନ୍ତି, ନକ୍ଷତ୍ର ନ୍ୟୁଜ୍।